ରାଉରକେଲା ବନଖଣ୍ଡ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଥମ୍ବୁ ନାହିଁ ହାତୀ ଆତଙ୍କ। ରାଉରକେଲା ବନଖଣ୍ଡରେ 2 ଦିନରେ ହାତୀ ଆକ୍ରମଣରେ 2 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ବନ ବିଭାଗ କେବଳ କ୍ଷତିପୂରଣ ଦେଇ ଚୁପ୍ ବସିଛନ୍ତି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ସକାଳେ ରାଉରକେଲା ଫରେଷ୍ଟ ଡିଭିଜନର ବାଙ୍କି ରେଞ୍ଜ ଅନ୍ତର୍ଗତ କଛୁପଡ଼ା ଗାଁ ନିକଟରେ ହାତୀ ଜଣେ 55 ବର୍ଷୀୟ ମହିଳାଙ୍କୁ କଚାଡ଼ି ମାରିଦେଇଛି। ଗାଁର ଯମୁନା ମହାନ୍ତ ଶୌଚ ଲାଗି ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଥିଲା। ଖବର ପାଇ ବାଙ୍କି ରେଞ୍ଜର ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଡାକ୍ତରଖାନା ପଠାଇଥିଲେ। ଉକ୍ତ ଅଞ୍ଚଳରେ 10ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ଗୋଟିକିଆ ଦନ୍ତା ଆସି ମହିଳାଙ୍କୁ ଆକ୍ରମଣ କରିଥିଲା। ଏବେ ପାଖ ଜଙ୍ଗଲରେ ହାତୀ ଥିବା ଯୋଗୁଁ ବନ ବିଭାଗ ଟିମ୍ ସେମାନଙ୍କର ଗତିବିଧି ଉପରେ ନଜର ରଖିଛି। ଅନ୍ୟପକ୍ଷରେ ଗତକାଲି ସକାଳେ ବୀରମିତ୍ରପୁର ବନାଞ୍ଚଳ ଜୟଡେଗା ଜଙ୍ଗଲରେ ଜଣେ 65 ବର୍ଷୀୟ ମହିଳାଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ସୌନପଡ଼ା ବସ୍ତିର ଗ୍ଲୋରିଆ ଟୋପ ବୋଲି ଜଣାପଡ଼ିଛି। ମହିଳା ଜଣକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଥିବାରୁ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।